ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡ଼ିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡ଼ିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କ'ଣ କରିବା ନା 10 ଧାଡ଼ି 15 ଧାଡ଼ି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡ଼ିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡ଼ିରେ। ଆଜିର ଭିଡ଼ିଓରେ କଥା ହେବା ରାମାନୁଜଙ୍କ ବିଷୟରେ। ରାମାନୁଜ ଜଣେ ମହାନ ଭାରତୀୟ ଦାର୍ଶନିକ ଏବଂ ସନ୍ଥ ଥିଲେ। ସେ ଦକ୍ଷିଣ ଭାରତରେ 1100 ରୁ 1200 ଶତାବ୍ଦୀରେ ବାସ କରୁଥିଲେ। ସେ ବୈଷ୍ଣବ ପରମ୍ପରାର ଜଣେ ପ୍ରମୁଖ ଶିକ୍ଷକ ଥିଲେ। ରାମାନୁଜ ବିଶେଷାଦ୍ୱୈତ ଦର୍ଶନ ଶିକ୍ଷା ଦେଇଥିଲେ। ତାଙ୍କର ଶିକ୍ଷା ଭକ୍ତି, ସମାନତା ଏବଂ ଭଗବାନ ବିଷ୍ଣୁଙ୍କ ପ୍ରତି ସମର୍ପଣ ଉପରେ ଗୁରୁତ୍ୱ ଦେଇଥିଲା। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ଟିକେ ଲାଇକ୍ କରିଦେବ, ଭିଡ଼ିଓ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି।